पाउलो तांकर द्वितीय मिशनरी यात्रा समय रे एफिसी सहर को परिदर्शन करथिले और एही सहर रे मंडली स्थापन करथिले। आमे आम यात्रा समय रे कोन करूछु? आमे कोन अन्य माननकु प्रभुंक सुसमाचार कहूछु कि जीसुंक मधुर वाक्य चला पथे साजे दीप आमरी चरण अलिभा आलोक देई जीवनर प्रतिपदे जीवनर प्रतिपदे बढ़ाए से सत्य पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। ख्रीष्टरे प्रिय दर्शक बंधु, प्रभु जीशु ख्रीष्टंक बहुमूल्य नाम रे आपनकु नमस्कार जणाई आजिर पथ प्रदर्शिका कार्यक्रम को स्वागत करूअछि। आपण नियमित ये कार्यक्रम देखु अछंती और आपणक मध्यरु अनेक आम सहित फोन रे जोगाजोग जारी रखिछंती। सेथिपई आपण माननकु विशेष धन्यवाद जणाए। आपण माननक मध्यरु जदि केही ए पर्यंत आमकु फोन करि पारि नाहंती तेबे आजि आम सहित जोगाजोग करंतु। आमे आपणक फोन रो अपेक्षा रे अछु। आपणक फोन कॉल आमकु आपणक निमंते प्रार्थना करिबाकू वा आपणक विषय रे अधिक जानिबाकू सहाय्य करिवो। आज पुणी थरे ए कार्यक्रम माध्यम रे आपणक सहित साक्षात करिवार सुजोग पाइथिबारु प्रभुंकु धन्यवाद दिए। प्रभु आपणकु बहुल भावरे आशीर्वाद करंतु। ईश्वरंक वाक्य जेपरि आपणक जीवन रे एक आश्चर्य कार्य करिवो वा आपणक जीवन रे जेपरि एक भिन्न परिवर्तन आसीबो, एहा ही ईश्वरंक निकटरे आमर प्रार्थना और इच्छा। प्रभु आपणकु बहुल भावरे आशीर्वाद करंतु। आज आमे आउ एक नूतन पुस्तक विषय रे आलोचना करिबा। से पुस्तक हेउछि एफिसी पुस्तक। रोम साम्राज्य समय रे एफिसी एक मुख्य सहर थिला। यह वाणिज्य और व्यवसाय रो मुख्य स्थल थिला। समुद्र तट ठारू अल्प दूर अवस्थित एही सहर यार वाणिज्य संपत्ति और यार संस्कृति निमंते विख्यात थिला। यह एक धार्मिक स्थली भाबरे मध्य परिचित थिला। आर्तेमी नाम रे एक देवींकर पूजा करा जाउथिला, जहा सेही समय रे पृथ्वीर सप्ताश्चर्य मध्यरु गोटिए थिला। पाउलो तांकर द्वितीय मिशनरी यात्रा समय रे एही सहर को परिदर्शन करथिले और एही सहर रे मंडली स्थापन करथिले। तांकर तृतीय मिशनरी यात्रा समय रे से फेरी एफिसी रे दीर्घ दिन अर्थात प्राय 3 वर्ष रहिथिले। यह तांकर सबुठारु अधिक कोनसे को मंडली रे रहिबार समय थिला। ए शिक्षा सुनिबा पूर्वरु आसंतु एक भक्तिमूलक गीत सुनिबा। I
ଆସିଛି ଫେରି ପାପ ସ୍ୱୀକାରି ପୁଣ୍ୟ ଚରଣେ ତୁମରି ଅଶ୍ରୁ ମୋହରି ଯାଉଛି ଝରି ତବ ପ୍ରେମ ଦେଲେ ସ୍ମରି ନିଅ ହେ ଆଦରି ବକ୍ଷରେ ତୁମରି ରଖ ହେ ଆବରି ହସ୍ତକୁ ବିସ୍ତାରି ସବୁ ପାପ ଦୋଷ ଅଧର୍ମ ତବ ରକ୍ତେ କର ଶୋଧନ ଶୁଣ ଶୁଣ ମୋର କ୍ରନ୍ଦନ ଆକୁଳେ ଡାକୁଛି ରାଜନ ଶୁଣ ଶୁଣ ମୋର କ୍ରନ୍ଦନ ଆକୁଳେ ଡାକୁଛି ରାଜନ। ମୁଁ ଯେ ଅକ୍ଷମ ନୁହେଁ ସକ୍ଷମ କରିବାକୁ ସେବା ତୁମ ମୋର କରମ ନୁହେଁ ଉତ୍ତମ ପାପରେ ମୋର ଜନମ ମୁଁ ପାପୀ ମୁଁ ଦୋଷୀ ମୁଁ ଅଟେ ଅଧମ ନାହିଁ ମୋ ଜୀବନେ କିଛି ସୁକରମ କରୁଅଛି କୋଟି ପ୍ରଣାମ ଦିଅ ସେବା ଭକ୍ତିର ମନ ଶୁଣ ଶୁଣ ମୋର କ୍ରନ୍ଦନ ଆକୁଳେ ଡାକୁଛି ରାଜନ ଶୁଣ ଶୁଣ ମୋର କ୍ରନ୍ଦନ। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ନୂତନ ନିୟମର ଏଫିସିୟ ପୁସ୍ତକଟିକୁ ବା ଏଫିସିୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ରଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏହି ପୁସ୍ତକଟିକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ଏହି ପୁସ୍ତକର ପୃଷ୍ଠଭୂମି ପ୍ରତି ଆମେ ଟିକେ ଦୃଷ୍ଟିପାତ କରିବା। 62 ଖ୍ରୀଷ୍ଟାବ୍ଦରେ 4 ଜଣ ବ୍ୟକ୍ତି ରୋମ୍ ପରିତ୍ୟାଗ କରି ଏସିଆର ଏକ ପ୍ରଦେଶକୁ ଆସିଲେ, ଯାହାକି ଏସିଆ ମାଇନର ବୋଲି ପରିଚିତ ଥିଲା, ଯାହାକୁ ବର୍ତ୍ତମାନ ତୁର୍କୀ ବୋଲି କୁହାଯାଏ। ଏହି 4 ଜଣ ବ୍ୟକ୍ତିଙ୍କର ଖ୍ରୀଷ୍ଟୀୟ ବିଶ୍ୱାସ ଉପରେ 4ଟି ଉନ୍ନତ ପ୍ରବନ୍ଧ ରହିଥିଲା। ଏହି ସମସ୍ତ ବହୁମୂଲ୍ୟ ପ୍ରବନ୍ଧଗୁଡ଼ିକ ଆହୁରି ଅଧିକ ମୂଲ୍ୟବାନ ହୋଇପାରିଥାନ୍ତା ଯଦି ସେମାନେ ଆଜି ବଞ୍ଚି ରହିଥାନ୍ତେ। ରୋମ୍ ଜଣେ ଅଜଣା ବନ୍ଦୀର ଲେଖାର ତାତ୍ପର୍ଯ୍ୟକୁ ବୁଝିପାରିଲା ନାହିଁ। ଯଦି ସେ ବୁଝିପାରିଥାନ୍ତା ତାହେଲେ ଏହି ଲୋକମାନେ ବନ୍ଦୀ ହୋଇଯାଇଥାନ୍ତେ, ସେହିସବୁ ଲେଖାଗୁଡ଼ିକ ଜବତ ହୋଇଯାଇଥାନ୍ତା। ଯେତେବେଳେ ଏହି ଲୋକମାନେ ପାଉଲଙ୍କଠାରୁ ବିଦାୟ ନେଲେ, ସେତେବେଳେ ପ୍ରତ୍ୟେକ ନିଜର ନିର୍ଦ୍ଦିଷ୍ଟ ମାଣ୍ଡଳିକ ପରିସ୍ଥିତିକୁ ନେଇ ପ୍ରବନ୍ଧ ପ୍ରାପ୍ତ ହୋଇଥିଲେ। ଏହି 4ଟି ପ୍ରବନ୍ଧ ବା ପତ୍ର ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ରହିଅଛି, ଆଉ ସେହି ପତ୍ରଗୁଡ଼ିକୁ ପାଉଲଙ୍କର କାରାଗାର ପତ୍ର ବୋଲି କୁହାଯାଏ। ଯେହେତୁ ସେ ରୋମ୍ରେ ବନ୍ଦୀ ହୋଇ ରହିଥିବା ଅବସ୍ଥାରେ ଏହି ପତ୍ରଗୁଡ଼ିକୁ ଲେଖିଥିଲେ, ତାହାଙ୍କୁ ରୋମ୍ର ଶାସନକର୍ତ୍ତା ନିରୋଙ୍କର ଶୁଣାଣି ନିମନ୍ତେ ଅପେକ୍ଷା କରିବାକୁ ପଡ଼ିଥିଲା, ଯେ କି ସେହି ସମୟରେ କାଇସର ଭାବେ ପରିଚିତ ଥିଲେ। ପାଉଲ ଜଣେ ରୋମୀୟ ନାଗରିକ ଭାବେ ତାହାଙ୍କର ବିଚାର ରୋମୀୟ ସମ୍ରାଟଙ୍କ ହସ୍ତରେ ସମର୍ପଣ କଲେ, ଆଉ ସେ ତାହାଙ୍କର ଶୁଣାଣି ନିମନ୍ତେ ଅପେକ୍ଷାରେ ଥିଲେ। ଏହି 4 ଜଣ ବ୍ୟକ୍ତିଙ୍କର ରହଣି ସ୍ଥାନ ବିଷୟରେ ମଧ୍ୟ ଆମେ ପରିଚୟ ପାଇପାରିବା। ଏପାଫ୍ରାଦିତ ଫିଲିପିରୁ ଆସିଥିଲେ ଓ ସେ ଫିଲିପିୟ ପତ୍ର ପ୍ରାପ୍ତ ହୋଇଥିଲେ,
ଯାହାକି ଫିଲିପିଓ 4 ପର୍ବର 18 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ତୁଖିକ ଏଫିସିରୁ ଆସିଥିଲେ ଓ ସେ ଏଫିସିଓ ପତ୍ର ପ୍ରାପ୍ତ ହୋଇଥିଲେ, ଯାହାକି ଏଫିସିଓ 6 ପର୍ବର 21 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ସେହିପରି ଏପାଫ୍ରା କଲସିରୁ ଆସିଥିଲେ ଓ ସେ କଲସିଓ ପତ୍ର ପ୍ରାପ୍ତ ହୋଇଥିଲେ, ଯାହାକି କଲସିଓ 4 ପର୍ବର 12 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ଓ ଅନିସିମ ଯଦିଓ କଲସିରୁ ସେବା କାର୍ଯ୍ୟରୁ ଖସି ପଳାଇଥିଲେ, ତଥାପି ସେ ଫିଲିମୋନ ପତ୍ର ପ୍ରାପ୍ତ ହୋଇଥିଲେ, ଯେଉଁ ଫିଲିମୋନ କି ତାହାଙ୍କର ମୁନିବ ଥିଲେ, ଯାହାକି ଆମେ ଫିଲିମୋନ 10 ପଦରେ ଲକ୍ଷ୍ୟ କରିବାକୁ ପାରୁ। ଏହି ପତ୍ରଗୁଡ଼ିକ ଖ୍ରୀଷ୍ଟଙ୍କର ଏକ ସମ୍ପୂର୍ଣ୍ଣ ଛବି ଉପସ୍ଥାପିତ କରେ, ଏପରିକି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଓ ଖ୍ରୀଷ୍ଟ ବିଶ୍ୱାସୀ ଜୀବନର ଏକ ପୂର୍ଣ୍ଣାଙ୍ଗ ଛବି ପ୍ରଦାନ କରେ ଓ ସେହି ସମସ୍ତ ସହିତ ସେମାନଙ୍କର ନିବିଡ଼ ସମ୍ପର୍କ ଓ କାର୍ଯ୍ୟକାରିତାକୁ ପ୍ରକାଶ କରେ। ଏହି ସମସ୍ତ ଭିନ୍ନ ଭିନ୍ନ ଦିଗଗୁଡ଼ିକ ଖ୍ରୀଷ୍ଟୀୟ ଜୀବନକୁ ଏକ ଉଚ୍ଚତମ ସୋପାନରେ ଆଣି ପହଞ୍ଚାଇଦେଲା। ଏଫିସିଓ ପତ୍ରଟି ମଣ୍ଡଳୀକୁ ଉପସ୍ଥାପିତ କରେ, ଯାହାକି ଖ୍ରୀଷ୍ଟଙ୍କ ଶରୀର। ଏହା ହେଉଛି ଏକ ଅଦୃଶ୍ୟ ମଣ୍ଡଳୀ ଯାହାର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ। ସେହିପରି କଲସିଓ ପତ୍ରଟି ଖ୍ରୀଷ୍ଟଙ୍କୁ ମଣ୍ଡଳୀ ରୂପ ଶରୀରର ମସ୍ତକ ସ୍ୱରୂପେ ଉପସ୍ଥାପିତ କରେ। ମଣ୍ଡଳୀ ଉପରେ ବିଶେଷ ଗୁରୁତ୍ୱ ଦିଆ ନ ଯାଇ ବରଂ ଖ୍ରୀଷ୍ଟଙ୍କ ଉପରେ ଗୁରୁତ୍ୱ ଦିଆଯାଏ। ଏଫିସିଓ ପତ୍ରରେ ମଣ୍ଡଳୀ ରୂପ ଶରୀର ଉପରେ ଗୁରୁତ୍ୱ ଦିଆଯିବା ସ୍ଥଳେ କଲସିଓ ପତ୍ରରେ ମସ୍ତକ ଉପରେ ଗୁରୁତ୍ୱ ଦିଆଯାଏ। ଫିଲିପିଓ ପତ୍ରଟି ଖ୍ରୀଷ୍ଟଙ୍କ ସହିତ ଏକ ଚମତ୍କାର ଭାବେ ଖ୍ରୀଷ୍ଟୀୟ ଜୀବନଯାପନ କରିବା ବିଷୟକୁ ଉପସ୍ଥାପିତ କରେ, କାରଣ ଫିଲିପିଓ 4 ପର୍ବର 13 ପଦରେ ଲେଖା ଅଛି, ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ସେହିପରି ଫିଲିମୋନ ପତ୍ର ବିଜାତୀୟ ସମାଜ ମଧ୍ୟରେ ଖ୍ରୀଷ୍ଟୀୟ ଜୀବନଯାପନକୁ ଉପସ୍ଥାପିତ କରେ। ଫିଲିମୋନ ଯିଏକି ଅନିସିମଙ୍କର ମୁନିବ ଥିଲେ ଓ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଥିଲେ, ତାହାଙ୍କ ନିକଟକୁ ପ୍ରେରିତ ପାଉଲ ଏହିପରି ଲେଖନ୍ତି, ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହେଲେ ମୋତେ ଗ୍ରହଣ କଲାପରି ତାହାକୁ ଗ୍ରହଣ କର। ଯଦି ସେ ତୁମ ପ୍ରତି କୌଣସି ଅନ୍ୟାୟ କରିଥାଏ ବା ତୁମଠାରେ ଋଣୀ ହୋଇଥାଏ, ତେବେ ତାହା ମୋ ହିସାବରେ ଲେଖ। ଯାହାକି ଆମେ ଫିଲିମୋନ 17-18 ପଦରେ ଲକ୍ଷ୍ୟ କରିବାକୁ ପାରୁ। ସୁସମାଚାର ପ୍ରଥମ ଶତାବ୍ଦୀରେ ବହୁଳ ଭାବେ ପ୍ରଚାରିତ ହେଲା ଓ ଏହା କାର୍ଯ୍ୟ କଲା। ଏହି ବିଷୟ ଯାହାକି ଆମମାନେ ଏହି ଏଫିସିଓ ପତ୍ରରେ ଲକ୍ଷ୍ୟ କରିବାକୁ ଯାଉଅଛୁ। ଏଫିସିଓ ପତ୍ରଟି ମଣ୍ଡଳୀକୁ ଈଶ୍ୱରଙ୍କର ଏକ ମହାନ ବିଷୟ ଭାବେ ଉପସ୍ଥାପିତ କରେ, ଏକ ନିଗୂଢ଼ ତତ୍ତ୍ୱ ଯାହାକି ପୁରାତନ ନିୟମରେ ପ୍ରକାଶିତ ହୋଇନାହିଁ, ଯାହାକି ଏଫିସିଓ 2 ପର୍ବର 10 ପଦରେ ଲେଖା ଅଛି। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କାର୍ଯ୍ୟ ଆମମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ। ଏହା ଯେକୌଣସି ହସ୍ତନିର୍ମିତ ମନ୍ଦିର, ଯାହାକି ପ୍ରସ୍ତର ଦ୍ୱାରା ନିର୍ମିତ, ପବିତ୍ର ଆତ୍ମାଙ୍କ ଦ୍ୱାରା ଅଧିକୃତ, ତାହା ଅପେକ୍ଷା ଅଧିକ ଚମତ୍କାରଜନକ। ଏହା ଜଗତରେ ଖ୍ରୀଷ୍ଟଙ୍କ ଶରୀର, ଯାହାକି ଖ୍ରୀଷ୍ଟଙ୍କ ପରି ଚାଲିବାକୁ ଓ ଶୈତାନର ଚାତୁରାଇ ବିରୁଦ୍ଧରେ ଦଣ୍ଡାୟମାନ ହେବାକୁ ଅଛି। ଦିନେ ଏହି ବିଶ୍ୱାସୀ ମଣ୍ଡଳୀ ଏହି ପୃଥିବୀକୁ ପରିତ୍ୟାଗ କରି ଖ୍ରୀଷ୍ଟଙ୍କ ନିକଟରେ ନିଜକୁ ଜଣେ କନ୍ୟା ରୂପେ ଉପସ୍ଥାପିତ କରିବ। ପ୍ରଭୁଙ୍କର ଜଣେ ଭକ୍ତ ଦାସ ଏହି ପତ୍ରଟିକୁ ପାଉଲଙ୍କର ତୃତୀୟ ସ୍ୱର୍ଗର ପତ୍ର ବୋଲି କହନ୍ତି। ଏହା ହେଉଛି ଏକ ମାଣ୍ଡଳିକ ପତ୍ର। ଅନେକ ବାଇବଲ ବ୍ୟାଖ୍ୟାକାରୀମାନେ ଏହି ପତ୍ରଟିକୁ ଈଶ୍ୱରଙ୍କ ବାକ୍ୟ ସତ୍ୟତାର ସବୁଠାରୁ ଉଚ୍ଚତମ ଶୃଙ୍ଗ ଓ ବାଇବଲ ଭାବବାଣୀର ଅତି ନିଗୂଢ଼ ବିଷୟ ବୋଲି ବିଚାର କରନ୍ତି। ଏହି ପତ୍ରଟି ଅତି ଭାବପୂର୍ଣ୍ଣ ଓ ଉନ୍ନତ। ଏହି ପତ୍ରର ନିଗୂଢ଼ ତତ୍ତ୍ୱକୁ ବୁଝିବା ଅତି କଷ୍ଟକର। ଆପଣ ଯେତେବେଳେ ଏହା ମଧ୍ୟକୁ ପ୍ରବେଶ କରିବେ, ସେତେବେଳେ ଏହା ଜାଣିପାରିବେ। ପବିତ୍ର ଆତ୍ମା ପାଉଲଙ୍କୁ ତାଙ୍କର ଦ୍ୱିତୀୟ ମିଶନେରୀ ପ୍ରଚାର ଯାତ୍ରାରେ ଏସିଆର ପ୍ରଦେଶ ମଧ୍ୟରେ ପ୍ରବେଶ କରିବା ନିମନ୍ତେ ଅନୁମତି ଦେଲେ ନାହିଁ, ଯେଉଁଠାରେ ଏଫିସି ଥିଲା ଏକ ପ୍ରଧାନ କେନ୍ଦ୍ରସ୍ଥଳ। ପ୍ରେରିତ 16 ପର୍ବର 6 ପଦରେ ଏହିପରି ଲେଖା ଅଛି, ସେମାନେ ଆସିଆରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ନିର୍ବାରିତ ହୋଇ ଫ୍ରୁଗ୍ରିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ। ପବିତ୍ର ଆତ୍ମା ତହିଁରେ ଏକ ପ୍ରତିବନ୍ଧକ ସୃଷ୍ଟି କରି କହିଲେ, ପାଉଲ, ତୁମେ ବର୍ତ୍ତମାନ ସେଠାକୁ ଯାଇପାରିବ ନାହିଁ। ତେବେ ଆମେ ଏହାର କାରଣ ଜାଣୁନା, ମାତ୍ର ଆମେ ଏତିକି ଜାଣୁ ଯେ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ସିଦ୍ଧ ଓ ଈଶ୍ୱରଙ୍କ ସମୟ ମୁତାବକ ସମସ୍ତ କାର୍ଯ୍ୟ କରିଥାନ୍ତି, କାରଣ ସେ ପରବର୍ତ୍ତୀ ସମୟରେ ତାହାଙ୍କୁ ସେଠାକୁ ପଠାଇବାକୁ ଯାଉଅଛନ୍ତି। ତେଣୁ ପାଉଲ ପଶ୍ଚିମ ଆଡ଼କୁ ଯାତ୍ରା କରି ମାକିଦୋନିଆରେ ପ୍ରବେଶ କଲେ। ତାପରେ ସେ ଫିଲିପି ଓ ସେଠାରୁ ବେରୟାକୁ ଓ ତାପରେ ଆଥିନିକୁ ଓ ତାପରେ ସେ କରିନ୍ଥ ଆଡ଼କୁ ଉଠିଗଲେ ଓ ତାପରେ ଫେରିବା ପଥରେ ସେ
ଏଫିସି ହୋଇ ଫେରିଆସିଲେ। ବାସ୍ତବରେ କି ଚମତ୍କାର ସୁଯୋଗ ସେ ସେଠାରେ ପାଇଲେ। ପ୍ରେରିତ 18 ପର୍ବର 19 ପଦରେ ଲେଖା ଅଛି, ପରେ ସେମାନେ ଏଫିସକୁ ଆସିଲେ, ପୁଣି ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କରି ଯୁହୁଦୀମାନଙ୍କୁ ଉପଦେଶ ଦେଲେ। ପାଉଲ ସେଠାରେ ମିଶନେରୀ କାର୍ଯ୍ୟ ନିମନ୍ତେ ବା ପ୍ରଚାର କାର୍ଯ୍ୟ ନିମନ୍ତେ ଏତେଦୂର ପ୍ରଭାବିତ ହୋଇଯାଇଥିଲେ ଯେ ସେ ପୁନର୍ବାର ସେଠାକୁ ଆସିବା ନିମନ୍ତେ ପ୍ରତିଜ୍ଞା କଲେ, ଯାହାକି ସେ ତାହାଙ୍କର ତୃତୀୟ ପ୍ରଚାର ଯାତ୍ରାରେ କଲେ। ସେ ଜାଣିବାକୁ ପାରିଲେ ଯେ ତାହାଙ୍କର ଏହି ଦ୍ୱିତୀୟ ଓ ତୃତୀୟ ପ୍ରଚାର ଯାତ୍ରାର ସମୟ ମଧ୍ୟରେ ଆପୋଲ ନାମକ ଜଣେ ପ୍ରଚାରକ ସେଠାରେ ରହିଥିଲେ। ଆପୋଲ କେବଳ ଯୋହନଙ୍କ ବାପ୍ତିସ୍ମ ନେଇ ପ୍ରଚାର କରୁଥିଲେ, ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହର ସୁସମାଚାର ପ୍ରଚାର କରିନଥିଲେ। ସେହି ସମୟରେ ଆପୋଲ ପ୍ରଭୁ ଯୀଶୁଙ୍କ ବିଷୟରେ କିଛି ଜାଣିନଥିଲେ, କିନ୍ତୁ ପରେ ସେ ନିଜେ ସୁସମାଚାରର ଜଣେ ମହାନ ପ୍ରଚାରକରେ ପରିଣତ ହେଲେ। ପାଉଲ ଏଫିସିରେ ଏକ ସୁଦୂର ପ୍ରସାରୀ ପ୍ରଚାର କାର୍ଯ୍ୟ ଆରମ୍ଭ କଲେ। ତୁରାନ୍ନର ବିଦ୍ୟାଳୟରେ ସେ 2 ବର୍ଷ ଧରି ପ୍ରଚାର କଲେ ଓ ସୁସମାଚାର ଏସିଆ ପ୍ରଦେଶର ପ୍ରତ୍ୟେକ କେନ୍ଦ୍ରସ୍ଥଳମାନଙ୍କରେ ପ୍ରବେଶ କରିବାକୁ ଲାଗିଲା। ପ୍ରକୃତରେ ଏହି ସମୟ ଥିଲା ଯେଉଁ ସମୟରେ କି ପ୍ରକାଶିତ ବାକ୍ୟର 2 ଓ 3 ପର୍ବରେ ଦର୍ଶାଯାଇଥିବା ମଣ୍ଡଳୀଗୁଡ଼ିକ ପାଉଲଙ୍କର ପ୍ରଚାର କାର୍ଯ୍ୟ ଦ୍ୱାରା ସ୍ଥାପିତ ହୋଇଥିଲା। ବାସ୍ତବରେ ଏହା ଆମର ଦୃଢ଼ ବିଶ୍ୱାସ ଯେ ସେହି ତୁର୍କୀର ଖନନ କାର୍ଯ୍ୟ ବିଷୟ ଅଧ୍ୟୟନ କରିବା ପରେ ଏହି ବିଷୟରେ ଉପନୀତ ହୁଏ ଯେ ସୁସମାଚାରର ମହାନ ପ୍ରଚାର କାର୍ଯ୍ୟ ଯଦି କେବେ କେଉଁଠାରେ ହୋଇଥାଏ, ତାହେଲେ ତାହା କେବଳ ସେହି ସ୍ଥାନ ଥିଲା ଯେଉଁ ସ୍ଥାନକୁ ଆଜି ଆଧୁନିକ ତୁର୍କୀ ବୋଲି କୁହାଯାଏ। ସେହି ସମୟରେ ଅୟୁତ ଲୋକ ସେଠାରେ ବାସ କରୁଥିଲେ। ଏହା ରୋମ୍ ସାମ୍ରାଜ୍ୟର କେନ୍ଦ୍ରସ୍ଥଳ ଥିଲା। ଗ୍ରୀକ୍ ସଂସ୍କୃତି ଆଉ ଗ୍ରୀସରେ ନଥିଲା, ମାତ୍ର ଏହା ଏହି ସମୁଦ୍ର ଉପକୂଳରେ ଥିଲା, ଯାହାକି ତୁର୍କୀର ପଶ୍ଚିମ ଉପକୂଳ, ଯେଉଁଠାରେ ଏଫିସି ଏକ ପ୍ରଧାନ ନଗର ଥିଲା ଓ ତାହାର ପ୍ରାଧାନ୍ୟତା ବିସ୍ତାର କରିଥିଲା। ଏହା ଏକ ମହାନ ସାଂସ୍କୃତିକ କେନ୍ଦ୍ର ଥିଲା ଓ ଏକ ପ୍ରଧାନ ଧର୍ମସ୍ଥଳୀ ଥିଲା। ଏହାର ଜଳବାୟୁ ଆମୋଦଦାୟକ ଥିଲା ଓ ଏହା ଏକ ଚମତ୍କାର ତୀର୍ଥସ୍ଥାନ ଥିଲା। ରୋମୀୟ ସମ୍ରାଟମାନେ ଏହି ଅଞ୍ଚଳକୁ ସେମାନଙ୍କର ଅବସର ବିନୋଦନ ନିମନ୍ତେ ଆସୁଥିଲେ। ଏହା ହେଉଛି ଏକ ସ୍ଥାନ ଯେଉଁଠାରେ ସୁସମାଚାର ଏହାର ମହାନ ପ୍ରବେଶ ପଥ ପ୍ରସ୍ତୁତ କରିଥିଲା। ଏଫିସି ଏସିଆ ମାଇନରର ଏକ ମୁଖ୍ୟ ନଗର ଥିଲା ଓ ସମ୍ଭବତଃ ରୋମ୍ ସାମ୍ରାଜ୍ୟର ସମ୍ପୂର୍ଣ୍ଣ ପୂର୍ବାଞ୍ଚଳର ଥିଲା। ଏହା ରୋମ୍ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏହି ନଗରଟି ହିତୀୟମାନଙ୍କ ଦ୍ୱାରା ଖ୍ରୀଷ୍ଟପୂର୍ବ 2000ରେ ସ୍ଥାପିତ ହୋଇଥିଲା। ଏହା ଥିଲା ଯାହାକୁ ଆମେ ପ୍ରାଚ୍ୟ ସହର ବୋଲି କହୁ, ଏକ ଏସୀୟ ସହର ଯାହାକି 1000 ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ରହିଥିଲା। ଯେତେବେଳେ ଗ୍ରୀକ୍ମାନେ ତହିଁରେ ପ୍ରବେଶ କଲେ, ସେଠାରେ ଜଣେ ପୂର୍ବ ଓ ପଶ୍ଚିମର ମିଶ୍ରଣକୁ ଲକ୍ଷ୍ୟ କରିବାକୁ ପାରିବା। ଯେଉଁଠାରେ କହନ୍ତି ପୂର୍ବ ଓ ପଶ୍ଚିମର କେବେ ହେଲେ ମିଶ୍ରଣ ନାହିଁ ବୋଲି ସେମାନେ ଭୁଲ କରନ୍ତି, କାରଣ ଏଫିସିକୁ ବିଚାର କଲେ ତାହା ଭୁଲ ବୋଲି ପ୍ରମାଣିତ ହୁଏ। ଦୀର୍ଘ 2500 ବର୍ଷ ଧରି ଏଫିସି ପୃଥିବୀର ପ୍ରଧାନ ସହରମାନଙ୍କ ମଧ୍ୟରୁ ଏକ ସହର ଥିଲା। ଏହା ଏକ ବନ୍ଦର ଥିଲା, ଯାହାକି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ବାଲି ଚରିଯାଇଛି ଓ ଏହା ବାଲୁକାରେ ପରିପୂର୍ଣ୍ଣ। ଏହା ଆଉ ବନ୍ଦର ହୋଇ ରହିନାହିଁ। ପ୍ରକୃତରେ ଏହା ଆଜି ସମୁଦ୍ରଠାରୁ 6 ମାଇଲ ବ୍ୟବଧାନରେ ରହିଅଛି। କିନ୍ତୁ ପାଉଲ ଯେଉଁ ସମୟରେ ସେଠାକୁ ଯାଇଥିଲେ, ସେ ସେହି ଧଳା ମାର୍ବଲ ବିଛାଯାଇଥିବା ରାସ୍ତା ପର୍ଯ୍ୟନ୍ତ ଜାହାଜରେ ଯାଇଥିଲେ। ଏହା ଏକ ଚଉଡ଼ା ରାସ୍ତା ଥିଲା। ଏଫିସିରେ ଦିଆନାର ଯେଉଁ ମନ୍ଦିର ଥିଲା, ତାହା ପ୍ରାଚୀନ ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ଥିଲା। ଏହା ଥିଲା ସୁଦୀର୍ଘ ଗ୍ରୀକ୍ ମନ୍ଦିର। ଏହା ପାର୍ଥେନନ୍ ମନ୍ଦିର ଅପେକ୍ଷା 4 ଗୁଣରେ ବଡ଼ ଥିଲା, ମାତ୍ର ତାହା ପରି ଦେଖାଯାଉଥିଲା। ଏହାକୁ ଏପରି ଭାବରେ ଚମଡ଼ା ଓ ଅଙ୍ଗାର ଦେଇ ନିର୍ମାଣ କରାଯାଇଥିଲା ଯେପରି ଏହା ଭୂମିକମ୍ପ ଦ୍ୱାରା କ୍ଷତିଗ୍ରସ୍ତ ନ ହୁଏ। ଏହାର କାରୁକାର୍ଯ୍ୟ ନିମନ୍ତେ ଏଫିସିୟମାନଙ୍କର କଳା ଓ ସମ୍ପଦର ଯଥେଷ୍ଟ ଅବଦାନ ଥିଲା। ତେବେ ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ଦିଆନାର ମନ୍ଦିର ମଧ୍ୟରେ ଦିଆନାର ପ୍ରତିମା ରହିଥିଲା। ଯଦିଓ ଏହା ଗ୍ରୀକ୍ ପୁରାଣ ଶାସ୍ତ୍ରର ସୁନ୍ଦରୀ ଦିଆନା ନଥିଲା, ମାତ୍ର ଏହା ଉର୍ବରତାର ଏକ ଦେବୀ ଥିଲା ଓ ଏହା ଇତର ଶ୍ରେଣୀୟ ଅନେକ ସ୍ତନଧାରୀ କାଷ୍ଠର ଏକ ପ୍ରତିମା ଥିଲା। ଏହି ମନ୍ଦିର ମଧ୍ୟରେ ସମସ୍ତ ପ୍ରକାରର ଜଘନ୍ୟ ଅନୈତିକ କାର୍ଯ୍ୟ ସବୁ ଚାଲୁଥିଲା। ଏପରିକି
ଶିଳ୍ପକରମାନେ ମନ୍ଦିରର ଆକୃତି ଓ ଶୋଭାରେ ନିର୍ମିତ ରୂପାର କାରୁକାର୍ଯ୍ୟ ସବୁକୁ ବ୍ୟବସାୟ କରି ଯଥେଷ୍ଟ ଅର୍ଥ ରୋଜଗାର କରୁଥିଲେ। ଏହିପରି ଏକ ସହରକୁ ପାଉଲ ଆସିଲେ। ସେ ପ୍ରଥମେ ସମାଜଗୃହକୁ ଗଲେ ଓ ସେଠାରେ 3 ମାସ ପର୍ଯ୍ୟନ୍ତ ସାହସର ସହିତ ପ୍ରଚାର କଲେ। ତାପରେ ସେ ତୁରାନ୍ନର ବିଦ୍ୟାଳୟକୁ ଗଲେ ଓ ସେଠାରେ 2 ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଦେଲେ। ପ୍ରେରିତ 19 ପର୍ବର 10 ପଦରେ ଏହିପରି ଲେଖା ଅଛି, ଏହିପରି 2 ବର୍ଷ ପର୍ଯ୍ୟନ୍ତ ଚାଲିଲା। ସେଥିରେ ଆସିଆ ନିବାସୀ ଜିହୁଦୀ ଓ ଗ୍ରୀକ୍ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ। ଏଫିସିର ଲୋକମାନେ ଅନ୍ୟାନ୍ୟ ଲୋକମାନଙ୍କଠାରୁ ଶୁଣିବା ଅପେକ୍ଷା ପାଉଲଙ୍କଠାରୁ ଅଧିକ ବାଇବଲ ଶିକ୍ଷା ଶୁଣିବାକୁ ପାରିଥିଲେ, ଯେଉଁଥିପାଇଁ ସେ ସେମାନଙ୍କ ନିକଟକୁ ଏହି ପତ୍ରରେ ଗଭୀର ସତ୍ୟକୁ ଉଲ୍ଲେଖ କରିପାରିଥିଲେ। ପାଉଲ କରିନ୍ଥିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ଏହିପରି ଲେଖିଥିଲେ, ଯେତେବେଳେ କି ସେ ଏଫିସିରେ ଥିଲେ, କିନ୍ତୁ ମୁଁ ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ଏଫିସରେ ରହିବି, କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋ ପାଇଁ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ ରହିଅଛି। ବିପକ୍ଷମାନେ ମଧ୍ୟ ଅନେକ ଅଛନ୍ତି, ଯାହାକି ପ୍ରଥମ କରିନ୍ଥିୟ 16 ପର୍ବର 8 ଓ 9 ପଦରେ ଲେଖା ଅଛି। ଯେହେତୁ ପାଉଲଙ୍କର ପ୍ରଚାର ସେହି ସ୍ୱର୍ଣ୍ଣକାରର ବ୍ୟବସାୟରେ ବାଧା ସୃଷ୍ଟି କଲା, ତେଣୁକରି ସେଠାରେ ପ୍ରଚାର କାର୍ଯ୍ୟରେ ଏକ ମହାନ ପ୍ରତିବନ୍ଧକ ଉପୁଜିଲା। ଫଳତଃ ସେହି ନଗରରେ ଦଙ୍ଗା ଉପୁଜିଲା। ପାଉଲ ଜୀବନ୍ତ ଈଶ୍ୱରଙ୍କର ସୁସମାଚାର ପ୍ରଚାର କରୁଥିଲେ ଓ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଜୀବନକୁ ପ୍ରଚାର କରୁଥିଲେ। ଈଶ୍ୱର ଚମତ୍କାର ଭାବେ ତାହାଙ୍କୁ ସୁରକ୍ଷା କଲେ, ଯାହାକି ତାହାଙ୍କୁ ସେଠାରେ ରହି ପ୍ରଚାର କାର୍ଯ୍ୟ ଜାରି ରଖିବା ନିମନ୍ତେ ଉତ୍ସାହିତ କରିଥିଲା, ଯାହାକି ଆପଣ ପ୍ରେରିତ 19 ପର୍ବର 23 ପଦରୁ 41 ପଦ ମଧ୍ୟରେ ପାଠ କଲେ ଲକ୍ଷ୍ୟ କରିବାକୁ ପାରିବେ। ପାଉଲ ଏଫିସିର ଏହି ମଣ୍ଡଳୀକୁ ପ୍ରେମ କରୁଥିଲେ। ଏଫିସିର ପ୍ରାଚୀନମାନଙ୍କ ସହିତ ତାଙ୍କର ଶେଷ ସାକ୍ଷାତ ଏକ ଗଭୀର ଦୁଃଖର ବିଦାୟ ସମ୍ବର୍ଦ୍ଧନା ଥିଲା, ଯାହାକି ପ୍ରେରିତ 20 ପର୍ବର 17ରୁ 38 ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ଏଫିସିରେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଏକ ମହାଜନତା ଖ୍ରୀଷ୍ଟଙ୍କ ପ୍ରତି ଫେରିଲେ। ପୃଥିବୀର ଇତିହାସରେ ଯେକୌଣସି ସମୟ ଓ ସ୍ଥାନ ଅପେକ୍ଷା ସୁସମାଚାର ଏହି ଅଞ୍ଚଳରେ ଅତି ଫଳପ୍ରଦଜନକ କାର୍ଯ୍ୟ କରିଥିଲା। ମୁଁ ବିଶ୍ୱାସ କରେ ଏଫିସି ମଣ୍ଡଳୀ ଆତ୍ମିକ ଭାବେ ଅତି ମହାନ ମଣ୍ଡଳୀ ଥିଲା। ଏକ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଏହି ବିଜାତୀୟ ସହରରେ ଯେଉଁ ଲୋକମାନେ ବସବାସ କରୁଥିଲେ, ସେମାନେ ଏହି ପତ୍ରର ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇଥିଲେ। ସେମାନେ ଯଦି ବୁଝିବା ନିମନ୍ତେ ସମର୍ଥ ହୋଇନଥାନ୍ତେ, ତାହେଲେ ପାଉଲ ସେମାନଙ୍କ ନିକଟକୁ ଲେଖି ନଥାନ୍ତେ। ଆହୁରି ମଧ୍ୟ ପ୍ରକାଶିତ ବାକ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ ସେହି ସପ୍ତ ମଣ୍ଡଳୀ ମଧ୍ୟରେ ଏଫିସି ମଣ୍ଡଳୀ ପ୍ରଥମରେ ରହିଅଛି। ସେମାନେ ପ୍ରଭୁ ଯୀଶୁଙ୍କର ବ୍ୟକ୍ତିକୁ ପ୍ରେମ କଲେ ଓ ପ୍ରଭୁ ଯୀଶୁଙ୍କ ନିକଟକୁ ଫେରିଲେ। ସେମାନେ ପ୍ରଭୁ ଯୀଶୁଙ୍କର ବ୍ୟକ୍ତିତ୍ୱକୁ ପ୍ରେମ କଲେ। ଆଜି ଆମମାନେ ମଣ୍ଡଳୀ ମଧ୍ୟରେ ଅନେକ ମାଣ୍ଡଳିକ କାର୍ଯ୍ୟକ୍ରମରେ ଏତେ ଦୂର ଲିପ୍ତ ହୋଇଯାଉ ଯେ ଧୀରେ ଧୀରେ ଆମେ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ମଧ୍ୟରୁ ଦୂରକୁ ଚାଲିଯାଉ। କିନ୍ତୁ ପ୍ରଶ୍ନ ହେଉଛି, ଆମେ ତାହାଙ୍କୁ କେତେ ପ୍ରେମ କରୁ? ପାଉଲ ଏଫିସ ମଣ୍ଡଳୀର ବିଶ୍ୱାସୀମାନଙ୍କ ନିକଟକୁ ଲେଖିଲେ, ଖ୍ରୀଷ୍ଟ ମଣ୍ଡଳୀକୁ ପ୍ରେମ କଲେ ଓ ତାହା ନିମନ୍ତେ ଆପଣାକୁ ଦେଲେ। ଈଶ୍ୱରଙ୍କ ବାକ୍ୟ ମଧ୍ୟରେ 2ଟି ପୁସ୍ତକ ରହିଅଛି, ଯାହାକି ଅତି ଯୁକ୍ତିଯୁକ୍ତ। ତାହା ହେଉଛି ଏଫିସିୟ ଓ ପ୍ରକାଶିତ ବାକ୍ୟ। ପାଉଲ ଏଫିସିୟ ପତ୍ରରେ ଯୁକ୍ତିଯୁକ୍ତ ଅଟନ୍ତି ଓ ଯୋହନ ପ୍ରକାଶିତ ବାକ୍ୟରେ ଯୁକ୍ତିଯୁକ୍ତ ଅଟନ୍ତି। ଯୋହନ ଯେଉଁ ସମସ୍ତ ବିଷୟ ଦର୍ଶନ କଲେ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହା ପରେ ଘଟିବ, ସେହିସବୁ ବିଷୟକୁ ଲେଖିବା ନିମନ୍ତେ ତାହାଙ୍କୁ କୁହାଯାଇଥିଲା। ଏଠାରେ ଆମେ ପରିଷ୍କାର ଭାବେ 3ଟି ବିଭାଗ ବା ସମୟକୁ ଲକ୍ଷ୍ୟ କରିବାକୁ ପାରୁ, ଆଉ ପୁସ୍ତକଟି 7 ସଂଖ୍ୟା ଅନୁଯାୟୀ ପ୍ରସ୍ତୁତ ହୋଇଅଛି। ଆପଣ ତାହା ଅପେକ୍ଷା ଆଉ ଅଧିକ ଉତ୍ତମ ବିଷୟ ଲକ୍ଷ୍ୟ କରିବାକୁ ପାରିବେ ନାହିଁ। ସେହିପରି ଏଫିସିୟ ପତ୍ରଟି ମଧ୍ୟ ଅତି ଯୁକ୍ତିଯୁକ୍ତ। 6ଟି ପର୍ବ ମଧ୍ୟରୁ ପ୍ରଥମ 3ଟି ପର୍ବ ମଣ୍ଡଳୀର ସ୍ୱର୍ଗୀୟ ଆହ୍ୱାନ ବିଷୟରେ ପ୍ରକାଶ କରେ ଓ ଏହିସବୁ ଧର୍ମତତ୍ତ୍ୱ ସମ୍ବନ୍ଧୀୟ, କିନ୍ତୁ ଶେଷ 3ଟି ପର୍ବ ମଣ୍ଡଳୀର ଏହି ପୃଥିବୀରେ କାର୍ଯ୍ୟକଳାପକୁ ପ୍ରକାଶ କରେ ଓ ସେହିସବୁ ବ୍ୟବହାରିକ। ଆପଣ ଦେଖନ୍ତୁ, ମଣ୍ଡଳୀର ଏକ ମସ୍ତକ ରହିଅଛି ଓ ସେହି ମସ୍ତକ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ଓ ସେ ସ୍ୱର୍ଗରେ ଅଛନ୍ତି। ଆମମାନେ ତାହାଙ୍କ ସହିତ ପରିଚିତ, କିନ୍ତୁ ମଣ୍ଡଳୀର ଚରଣ ଏହି ପୃଥିବୀରେ ରହିଅଛି। ପାଉଲ ଆମମାନଙ୍କୁ ସେହି ସ୍ୱର୍ଗରେ ବସି ରହିବା ନିମନ୍ତେ ଛାଡ଼ି ଦେଉନାହାନ୍ତି, କାରଣ ସେ କହନ୍ତି, ତୁମମାନେ ଯେଉଁ ଆହ୍ୱାନରେ ଆହୁତ ହୋଇଅଛ ସେଥିରେ ଯୋଗ୍ୟ ଆଚରଣ କର। ଆମେ ଜାଣି ରଖିବା ଉଚିତ ଯେ ପାଉଲଙ୍କ ସମୟରେ ଖ୍ରୀଷ୍ଟ ବିଶ୍ୱାସୀମାନେ ଏକ ବିଜାତୀୟ ସମ୍ପ୍ରଦାୟ ମଧ୍ୟରେ ରୋମୀୟ ଜଗତରେ ବସବାସ କରୁଥିଲେ। ପ୍ରଥମାର୍ଦ୍ଧ ଧର୍ମତତ୍ତ୍ୱ ସମ୍ବନ୍ଧୀୟ ଓ ଦ୍ୱିତୀୟାର୍ଦ୍ଧ ବ୍ୟବହାରିକ ସମ୍ବନ୍ଧୀୟ, ଯାହାକି ଏହି ପୁସ୍ତକରେ ଏକ ଯୁକ୍ତିଯୁକ୍ତ ବିଭାଗ ପ୍ରସ୍ତୁତ କରେ। ଆମେ ଉଭୟକୁ ଆବଶ୍ୟକ କରୁ, କାରଣ ଆମମାନେ ସେହି ଧର୍ମତତ୍ତ୍ୱକୁ ଜାଣିବା ସଙ୍ଗେ ସଙ୍ଗେ ତାହାକୁ ଆମମାନଙ୍କର ଦୈନନ୍ଦିନ ଜୀବନରେ କାର୍ଯ୍ୟକାରୀ କରିବା ଉଚିତ। ଧର୍ମତତ୍ତ୍ୱ ବିଭାଗଟି ମଧ୍ୟ ଅତି ଯୁକ୍ତିଯୁକ୍ତ।
ପ୍ରଥମ ପର୍ବରେ ମଣ୍ଡଳୀ ହେଉଛି ଏକ ଶରୀର, ଦ୍ୱିତୀୟ ପର୍ବରେ ମଣ୍ଡଳୀ ହେଉଛି ଏକ ମନ୍ଦିର, ତୃତୀୟ ପର୍ବରେ ମଣ୍ଡଳୀ ହେଉଛି ଏକ ନିଗୂଢ଼ ତତ୍ତ୍ୱ ବା ରହସ୍ୟ। ଆମେ ଯେତେବେଳେ ବ୍ୟବହାରିକ ବିଭାଗ ମଧ୍ୟକୁ ଆସୁ, ଆମେ ମଣ୍ଡଳୀକୁ 4 ପର୍ବରେ ଏକ ନୂତନ ମନୁଷ୍ୟ ଭାବେ ଲକ୍ଷ୍ୟ କରୁ, କାରଣ ମଣ୍ଡଳୀ ଏହି ଜଗତରେ କିଛି ନୂତନ ବିଷୟକୁ ପ୍ରତିଷ୍ଠା କରିବା ଉଚିତ, ଅର୍ଥାତ୍ ଜଣେ ନୂତନ ମଣିଷ ଭାବେ ମନୁଷ୍ୟକୁ ଏହି ଜଗତରେ ଜୀବନଯାପନ କରିବାକୁ ଅଛି। ସେହିପରି 5 ପର୍ବରେ ମଣ୍ଡଳୀ ଏକ କନ୍ୟା ସଦୃଶ ହେବ। ତେବେ ବର୍ତ୍ତମାନ ମଣ୍ଡଳୀ ଯେ କନ୍ୟା ତାହା ଭାବନ୍ତୁ ନାହିଁ। ମଣ୍ଡଳୀ ଆଜି କନ୍ୟା ନୁହେଁ। ପାଉଲ 2 କରିନ୍ଥୀୟ 11 ପର୍ବର 2 ପଦରେ ଏହିପରି ଉଲ୍ଲେଖ କରନ୍ତି, କାରଣ ଈଶ୍ୱରଙ୍କ ବିଷୟକ ଉଦ୍ଯୋଗରେ ମୁଁ ତୁମମାନଙ୍କ ନିମନ୍ତେ ଉଦ୍ଯୋଗୀ, ଯେଣୁ ମୁଁ ତୁମମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ସମର୍ପଣ କରିବା ନିମନ୍ତେ ବାଗ୍ଦାନ କରିଅଛି। ପ୍ରକାରାନ୍ତରେ ସେ କହନ୍ତି, ମୁଁ ଆଜି ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ନିର୍ବନ୍ଧ କରାଉଛି, ଆଉ ଦିନେ ମଣ୍ଡଳୀ ତାହାଙ୍କର କନ୍ୟା ହେବ। ଏହାପରେ 6 ପର୍ବରେ ମଣ୍ଡଳୀକୁ ଆମେ ଏକ ସୈନିକ ଭାବେ ଦେଖୁ। ତେବେ ଜଣେ ବ୍ୟକ୍ତି ଏହି ବିଷୟ ଶୁଣି କହିଲେ, ବାଃ, ଏହା ଅତି ଚମତ୍କାର ବିଷୟ। ମଣ୍ଡଳୀ କନ୍ୟା ହେବ, ଯାହାକି ଆପଣ କହନ୍ତି, ଓ ମଣ୍ଡଳୀ ହେଉଛି ଏକ ସୈନିକ। ମଣ୍ଡଳୀ ହେଉଛି ଏକ ସୈନିକ, ଆଉ ଜଣେ ଶତ୍ରୁ ସହିତ ତାହାକୁ ଯୁଦ୍ଧ କରିବାକୁ ଅଛି। ଏହି ଜଗତରେ ଏକ ଯୁଦ୍ଧ ଲାଗି ରହିଅଛି, ଆଉ ଆଜି ଆମମାନଙ୍କୁ ଈଶ୍ୱରଙ୍କ ନିମନ୍ତେ ଠିଆ ହେବାକୁ ଅଛି। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ମୁଁ ବିଶ୍ୱାସ କରେ ଯେ ଆପଣଙ୍କୁ ଏହି ଶିକ୍ଷା ନିଶ୍ଚିତ ଭାବରେ ଭଲ ଲାଗିଥିବ। ଏହି ଆଲୋଚନାରେ ଆମେ ଏଫିସି ସହର ଓ ଏହି ସହରରେ ପାଉଲଙ୍କ ଦ୍ୱାରା ମଣ୍ଡଳୀ ସ୍ଥାପନ ବିଷୟରେ କିଛି ପୃଷ୍ଠଭୂମି ଆଲୋଚନା କରିଛୁ। ଏହି ସମୟରେ ଅନେକ ଲୋକ ସେମାନଙ୍କର ଦେବ ପୂଜା ଓ କୁହୁକ ବିଦ୍ୟା ପରିତ୍ୟାଗ କରି ଯୀଶୁଙ୍କୁ ବିଶ୍ୱାସ କରୁଥିଲେ ଓ ଏସିଆ ମାଇନରରେ ବହୁଳ ଭାବରେ ସୁସମାଚାର ବ୍ୟାପି ଯାଉଥିଲା। ଆମେ ଆଗାମୀ ଅଧ୍ୟାୟମାନଙ୍କରେ ଆମେ ଏଫିସି ମଣ୍ଡଳୀ ଓ ଏହି ମଣ୍ଡଳୀରେ ପାଉଲଙ୍କର ସେବା କାର୍ଯ୍ୟ ବିଷୟରେ ଅଧିକ ଜାଣିବା। ତେଣୁ ଆପଣଙ୍କୁ ବିଶେଷ ଅନୁରୋଧ ଯେ ଆପଣ ନିୟମିତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରନ୍ତୁ ଓ ଆଶୀର୍ବାଦର ଅଂଶୀ ହୁଅନ୍ତୁ। ପ୍ରଭୁ ଆପଣଙ୍କୁ ବିଶେଷ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆସନ୍ତୁ ପଦେ ପ୍ରାର୍ଥନା କରିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମିକ ଈଶ୍ୱର, ଦୟାଳୁ ପ୍ରଭୁ, ତୁମ ନିକଟରେ ପ୍ରାର୍ଥନା କରୁଅଛୁ, ତୁମେ ଏକ ନୂତନ ଦିନରେ ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକ ଜଣକୁ ତୁମେ ଅଂଶୀ କରାଇଅଛ। ପ୍ରଭୁ, ଏକ ନୂତନ ଶିକ୍ଷା ଆମମାନଙ୍କୁ ଦେଇଅଛ, ସେଥିପାଇଁ ବିଶେଷ ଧନ୍ୟବାଦ ଜଣାଉଛୁ। ପ୍ରେମିକ ଈଶ୍ୱର, ଯେଭଳି ଭାବରେ ଆମେ ପ୍ରତ୍ୟେକ ଜଣ ପ୍ରଭୁ ଏ ଶିକ୍ଷାକୁ ବୁଝିପାରିବୁ ଏବଂ ନିଜ ଜୀବନରେ ପ୍ରଭୁ କାର୍ଯ୍ୟରେ ବ୍ୟବହାର କରିପାରିବୁ, ତୁମେ ସେହିପରି ପ୍ରତ୍ୟେକ ଜଣଙ୍କର ଜୀବନରେ ପ୍ରଭୁ ତୁମେ ସାହାଯ୍ୟ କର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ଗତ ପ୍ରଶ୍ନର ଉତ୍ତରଟି ହେଲା ଏ, ଈଶ୍ୱରଙ୍କ ମହିମା। ଆଜିର ପ୍ରଶ୍ନଟି ହେଲା, ଏଫିସିୟ ମଣ୍ଡଳୀ ନିକଟକୁ ପତ୍ର କିଏ ଲେଖିଥିଲେ? ଏ, ଦାଉଦ, ବି, ଯୋହନ, ସି, ପିତର, ଡି, ପ୍ରେରିତ ପାଉଲ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জনাইবাকু অনুরোধ। जदि आपको आम कार्यक्रम भल लगुच तेबे 0444908126 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले गंजाम रु सचला पंडा और परिवार।